ସାଙ୍ଗମାନେ ଜୟ ଜଗନ୍ନାଥ। ଆସନ୍ତୁ ଆଜି ଆଉ ଗୋଟେ ନୂଆ ଗପ ଶୁଣିବା। ଗପର ନାଁ ବାଳକ ତାରୁ। ପୁରୁଣା ସମୟର କଥା। ତାରୁ ନାଁରେ ଗୋଟିଏ କେଉଟ ପିଲା ଥିଲା। ଦିନେ ସେ ବାପାର ଡଙ୍ଗାରେ ବସି ମାଛ ଧରୁଥିଲା। ହଠାତ୍ ତାର ମନେ ପଡ଼ିଲା ଯେ ତାର ବଂଶୀରେ କ'ଣ ଗୋଟାଏ ଲାଗିଛି। ସେ ବଂଶୀକୁ ଟାଣି ଉପରକୁ ଆଣି ଦେଖିଲା ତା କଣ୍ଟା ଉପରେ ଗୋଟିଏ ବେଙ୍ଗ ବଡ଼ ମଜାରେ ବସିଛି। ତାରୁ ତାକୁ ବାହାର କରି ପୁଣି ଭିତରକୁ ଛାଡ଼ିଦେଲା। ହଠାତ୍ ଗୋଟିଏ ସୁନ୍ଦର କନ୍ୟା ପାଣି ଭିତରୁ ବାହାରି ତାରୁର ଡଙ୍ଗା ପାଖକୁ ଆସିଲା। ସେ କହିଲା, ମୁଁ ସମୁଦ୍ର ଦେବତାଙ୍କର ଝିଅ। ତୁ ବେଙ୍ଗଟିକୁ ପାଣି ଭିତରକୁ ପୁଣି ଛାଡ଼ି ଦେଇଥିବାରୁ ସେ ତୋ ଉପରେ ବହୁତ ପ୍ରସନ୍ନ ହେଲେ। ତୁ ଯଦି ମୋ ପ୍ରତି ସେହିପରି ଧ୍ୟାନ ଦେବୁ ଏବଂ ଯତ୍ନ ନେବୁ ତେବେ ମୁଁ ତୋର ପତ୍ନୀ ହୋଇ ରହିବି। ସେଠୁ ତାରୁ କହୁଛି, କିନ୍ତୁ ମୁଁ ତ ଗୋଟିଏ ଗରିବ କେଉଟ ବାଳକ। ତାରୁ ନିଜର ଦୁର୍ଦ୍ଦଶା ବିଷୟରେ ତା ଆଗରେ ବର୍ଣ୍ଣନା କଲା। ସେଠୁ ସେ ଜଳକନ୍ୟାଟି କହିଲା, ଗରିବ ହେଲେ କ'ଣ ହେଲା, ତୋର ହୃଦୟ ତ ମହାନ, ତୁ ଦୟାଳୁ ଅଟୁ, ଏହା ହିଁ ସବୁଠାରୁ ବଡ଼ ଗୁଣ। ସମୁଦ୍ର କନ୍ୟା ଏହା କହି ତାରୁକୁ ସମୁଦ୍ର ଭିତରର ନିଜ ରାଜମହଲକୁ ନେଇଗଲା। ମହଲରେ ତାଙ୍କର ବିବାହ ସମ୍ପନ୍ନ ହେଲା। ତାରୁ ମନ ଖୁସିରେ 3 ବର୍ଷ ପର୍ଯ୍ୟନ୍ତ ସେଠାରେ ରହିଲା। କିନ୍ତୁ ତାପରେ ତାକୁ ନିଜ ଘର କଥା ମନେ ପଡ଼ିଲା। ତା ପତ୍ନୀର କିନ୍ତୁ ଇଚ୍ଛା ନଥାଏ ଯେ ତାରୁ ମହଲ ଛାଡ଼ି ଅନ୍ୟ କେଉଁଆଡ଼େ ଯାଉ। ତାରୁର ମନରେ କଷ୍ଟ ଦେବା ପାଇଁ ମଧ୍ୟ ସେ ଚାହୁଁନଥିଲା। ପତ୍ନୀ ତାରୁକୁ ଗୋଟିଏ ବାକ୍ସ ଦେଇ କାନ୍ଦି କାନ୍ଦି କହିଲା, ଏହି ପେଟିଟିକୁ ସାଙ୍ଗରେ ନେଇ ଯାଅ। ଏହାକୁ ଦେଖିଲେ ତୁମକୁ ମୋ କଥା ମନେ ପଡ଼ିବ। ଏହା ତୁମକୁ ମୋ ପାଖକୁ ଫେରି ଆସିବା ପାଇଁ ସହାୟକ ହେବ। କିନ୍ତୁ ଗୋଟିଏ କଥା ମନେ ରଖିଥାଅ, ଏହାକୁ କେବେ ଖୋଲିବା ପାଇଁ ଚେଷ୍ଟା କରିବ ନାହିଁ, ନଚେତ୍ ତୁମେ ମୋ ପାଖକୁ ଆଉ କେବେ ଫେରି ଆସିପାରିବ ନାହିଁ। ତାରୁ ବାକ୍ସଟି ଧରି ଘରକୁ ଫେରିଲା। କିନ୍ତୁ ସେ ଯେଉଁଠିକି ବି ଗଲା ତାକୁ ସବୁ ନୂଆ ନୂଆ ଲାଗିଲା। ଏହା ଭିତରେ ସବୁ ପରିବର୍ତ୍ତନ ହୋଇଯାଇଥିଲା। ଯେଉଁଠାରେ ତାର ମା ବାପା ରହୁଥିଲେ ସେଠାରେ ନୂଆ ଘର ତିଆରି ହୋଇଯାଇଥିଲା। ସେ ଗୋଟିଏ ବୁଢ଼ା ଲୋକକୁ ତା ମା ବାପାଙ୍କ ବିଷୟରେ ପଚାରିଲା ଏବଂ ନିଜର ନାଁ ତାରୁ ବୋଲି କହିଲା। 300 ବର୍ଷ ପୂର୍ବର କଥା ଅଟେ। ଲୋକମାନେ କହନ୍ତି ଯେ ତାରୁ ନାମକ ଗୋଟିଏ ପିଲା ନିଜ ବାପାଙ୍କ ଡଙ୍ଗା ନେଇ କୁଆଡ଼େ ଚାଲିଯାଇଥିଲା। ବୁଢ଼ା ଲୋକଟା ଧୀରେ ଧୀରେ ତାରୁକୁ କହିଲା, ଏପରି କେମିତି ହେଲା? ମୁଁ ତ କେବଳ 3 ବର୍ଷ ପାଇଁ ବାହାରକୁ ଯାଇଥିଲି। ତାରୁ ପାଟି କରି ବୁଢ଼ାକୁ ପଚାରିଲା ଏବଂ ଉତ୍ତର ଦେବା ସମୟରେ ସେ ଅଜାଣତରେ ସେହି ପେଟିକୁ ଖୋଲିଦେଲା। ହଠାତ୍ ଧୂଆଁ ପରି କ'ଣ ପବନରେ ଖେଳେଇ ହୋଇଗଲା ଏବଂ ତାରୁକୁ ମନେ ପଡ଼ିଲା ଯେ ଏବେ ସେ ଆଉ କେବେ ତା ପତ୍ନୀ ସାଙ୍ଗରେ ଦେଖା କରିପାରିବ ନାହିଁ। ପତ୍ନୀକୁ ମନେ ପକାଇ ଅନେକ ସମୟ ଦୁଃଖରେ କାନ୍ଦିଲା ଏବଂ ସେ ନିଜେ ଗୋଟିଏ ବୁଢ଼ା ଲୋକର ରୂପ ବଦଳି ଯାଇଥିଲା। ତାକୁ ତାର ପୁରୁଣା କଥା କିଛି ଆଉ ମନେ ରହିଲା ନାହିଁ। ପିଲାମାନେ, ଗପଟି କେମିତି ଲାଗିଲା? ଗପଟି ଭଲ ଲାଗୁଥିଲେ ଗୋଟିଏ ଲାଇକ୍ ଦେଇ ସେୟାର କରିଦିଅନ୍ତୁ ଏବଂ ଯେଉଁମାନେ ନୂଆ ଦେଖୁଛନ୍ତି ସର୍ବପ୍ରଥମେ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ନୂଆ ଗପ ସର୍ବପ୍ରଥମେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଆସିଯିବ। ଆଜି ପାଇଁ ରହୁଛି, ଜୟ ଜଗନ୍ନାଥ।